ପିଲାମାନେ, ସମୟ ଥିଲା ଇଂରେଜ ଶାସନରେ ଅଧିଷ୍ଠ ହୋଇ ରହିଥିଲେ ଭାରତବାସୀ। ହେଲେ ମହାତ୍ମା ଗାନ୍ଧୀ ଏପରି ଜଣେ ବୀର ପୁରୁଷ, ଯିଏ ସତ୍ୟ ଏବଂ ଅହିଂସା ନୀତିକୁ ଶକ୍ତିଶାଳୀ ଅସ୍ତ୍ର ଭାବରେ ବ୍ୟବହାର କରି ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରି ଏବଂ ବିଶ୍ୱ, ଜାତୀୟ ଉଭୟ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ। ତାଙ୍କ ନେତୃତ୍ୱ ଏବଂ ଦର୍ଶନ ଶେଷରେ 1947 ମସିହାରେ ଭାରତ ସ୍ୱାଧୀନତା ପାଇଁ ପଥ ପ୍ରଶସ୍ତ କରିଥିଲା। ତେବେ ପିଲାମାନେ, ଆସ ଶୁଣିବା ସେହି ବୀର ମହାପୁରୁଷ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ସମ୍ପର୍କରେ। କହିଛନ୍ତି ସଂଗ୍ରାମ କେଶରୀ ପୃଷ୍ଟି। ପିଲାମାନେ, ଯେତେବେଳେ ଆମ ଦେଶର ସ୍ୱାଧୀନତା ସଂଗ୍ରାମ କଥା ମନେ ପଡ଼େ, ସେତେବେଳେ ପ୍ରଥମେ ମନେ ପଡ଼ନ୍ତି ଗାନ୍ଧିଜୀ। ଦେଶକୁ ପରାଧୀନତା କବଳରୁ ମୁକ୍ତି କରିବା ଦିଗରେ ତାଙ୍କ ଜୀବନର ସଂଘର୍ଷମୟ କାହାଣୀ ଯେତିକି ରୋମାଞ୍ଚ, ସେତିକି ପ୍ରେରଣାପ୍ରଦାୟକ। ଭାରତୀୟମାନଙ୍କ ନେତୃତ୍ୱ ନେଇ ସତ୍ୟ ଓ ଅହିଂସା ନାମକ ଦୁଇଟି ଅସ୍ତ୍ରରେ ସେ ଇଂରେଜମାନଙ୍କୁ ଭାରତରୁ ତଡ଼ିଦେବା ପ୍ରସଙ୍ଗ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ହଁ ପିଲାମାନେ, ଗାନ୍ଧିଜୀ, ଯାହାଙ୍କ ପୁରା ନାମ ହେଉଛି ମୋହନଦାସ କରମଚାନ୍ଦ ଗାନ୍ଧୀ, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ତାଙ୍କୁ ମହାତ୍ମା ବୋଲି ପ୍ରଥମେ ସମ୍ବୋଧନ କରିଥିଲେ। ସୌଭାଗ୍ୟର କଥା, ଆମ ଓଡ଼ିଶା ମାଟିରେ ମଧ୍ୟ ଗାନ୍ଧିଜୀଙ୍କ ପାଦ ଅନେକ ଥର ପଡ଼ିଥିଲା। ଏକ ଅନୁସନ୍ଧିତ୍ସୁର ମନ ନେଇ, ପର୍ଯ୍ୟଟକର ଉତ୍ସାହ ଓ ତୀର୍ଥଯାତ୍ରୀର ବିଶ୍ୱାସ ନେଇ ସେ 8 ଥର ଓଡ଼ିଶା ଆସିଥିଲେ। ଏ ପବିତ୍ର ମାଟିରେ ସେ କଟାଇଥିଲେ 69 ଦିନ। 1921 ମସିହା ମାର୍ଚ୍ଚ ମାସ, ସେଦିନ ଥିଲା ପବିତ୍ର ଦୋଳ ପୂର୍ଣ୍ଣିମା ପର୍ବ। ଗାନ୍ଧିଜୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି କଟକରେ ପହଞ୍ଚିଥିଲେ। ଓଡ଼ିଶାବାସୀଙ୍କୁ ସ୍ୱାଧୀନତା ସଂଗ୍ରାମ ପାଇଁ ଉତ୍ସାହିତ କରିବା, ଗୋପବନ୍ଧୁଙ୍କୁ ସାକ୍ଷାତ କରିବା ଓ ପୁରୀର ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକମାନଙ୍କୁ ଭେଟିବା ତାଙ୍କ ଗସ୍ତର ଲକ୍ଷ୍ୟ ଥିଲା। କଟକର କାଠଯୋଡ଼ି ନଈପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱରାଜ ଆଶ୍ରମରେ ତାଙ୍କୁ ରହିବାକୁ ହୋଇଥିଲା। ଏହି ସମୟରେ ଗାନ୍ଧିଜୀ ଭଦ୍ରକ, ସତ୍ୟବାଦୀ, ପୁରୀ ଓ ବ୍ରହ୍ମପୁର ଅଞ୍ଚଳକୁ ମଧ୍ୟ ଗସ୍ତ କରିଥିଲେ। ମହାତ୍ମା ଗାନ୍ଧୀ ଦ୍ୱିତୀୟ ଥର ପାଇଁ 1925 ମସିହା ଅଗଷ୍ଟ ମାସରେ ଓଡ଼ିଶା ଆସିଥିଲେ। ମଧୁବାବୁଙ୍କ ନିମନ୍ତ୍ରଣ କ୍ରମେ ସେ ତାଙ୍କ ଉତ୍କଳ ଟ୍ୟାନେରୀ ବୁଲି ଦେଖିଥିଲେ ଏବଂ କୁଷ୍ଠାଶ୍ରମ ମଧ୍ୟ ଯାଇଥିଲେ। ମଧୁବାବୁଙ୍କ ଆତିଥ୍ୟ ସ୍ୱୀକାର କରି ତାଙ୍କ ପାଖରେ ରହିଥିଲେ। ଏହି ସମୟରେ ସେ ବଙ୍ଗୀୟ ଓ ଖିରସ୍ତାନୀମାନଙ୍କୁ ମଧ୍ୟ ଭେଟିଥିଲେ। ତୃତୀୟ ଥର ପାଇଁ ଗାନ୍ଧିଜୀ 1927 ମସିହାରେ ଆସିଥିଲେ ଓଡ଼ିଶା। ଏହା ଖଦୀ ଗସ୍ତ ନାମରେ ପ୍ରସିଦ୍ଧ। କୁଟି ଖାଅ, କାଟି ପିନ୍ଧ ଆହ୍ୱାନ ଦେଉଥିବା ଗାନ୍ଧିଜୀ ଏହି ଗସ୍ତ କାଳରେ ଖଦୀର ପ୍ରଚାର ପ୍ରସାର କରିଥିଲେ। ଗାନ୍ଧିଜୀଙ୍କ ଦୃଷ୍ଟିରେ ଖଦୀ ଥିଲା ରାଜନୈତିକ ପୋଷାକ। ଦେଶର ଅର୍ଥନୈତିକ ବିକାଶ ପାଇଁ ଏହାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଗସ୍ତ ସମୟରେ ସେ ଅବିଭକ୍ତ କଟକ, ପୁରୀ, ଗଞ୍ଜାମ ଓ ବାଲେଶ୍ୱର ଆଦି ସ୍ଥାନକୁ ଯାଇ ଲୋକଙ୍କ ସହିତ ମିଶିଥିଲେ। ବୋଲଗଡ଼ଠାରେ ସେ ଦେଇଥିବା ଭାଷଣ ସାଧାରଣରେ ବେଶ୍ ପ୍ରଭାବ ପକାଇ ପାରିଥିଲା। ଚତୁର୍ଥ ଥର ପାଇଁ ଗାନ୍ଧିଜୀ 1928 ମସିହା ଡିସେମ୍ବର ମାସରେ ଆସିଥିଲେ ଓଡ଼ିଶା। ଦିନିକିଆ ସମ୍ବଲପୁର ଗସ୍ତରେ ଆସି ମହାନଦୀ ପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ସଭାରେ ସମ୍ବଲପୁରବାସୀ ଏ ଅଞ୍ଚଳର ଅନେକ କୃତ୍ରିମ ଓ ପ୍ରାକୃତିକ ଦୁର୍ଦ୍ଦଶା ସମ୍ପର୍କରେ ଗାନ୍ଧିଜୀଙ୍କୁ ଅବଗତ କରିଥିଲେ। ସମ୍ବଲପୁର ମ୍ୟୁନିସିପାଲ ବୋର୍ଡ ଦ୍ୱାରା ଆୟୋଜିତ ଅନ୍ୟ ଏକ ସଭାରେ ମଧ୍ୟ ଗାନ୍ଧିଜୀ ଯୋଗ ଦେଇଥିଲେ। ଏଠାରେ ସେ ଖଦୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ସଭାରେ ଲୋକମାନେ 1790 ଟଙ୍କା ସଂଗ୍ରହ କରି ସ୍ୱାଧୀନତା ସଂଗ୍ରାମ ପାଣ୍ଠି ଉଦ୍ଦେଶ୍ୟରେ ଗାନ୍ଧିଜୀଙ୍କୁ ପ୍ରଦାନ କରିଥିଲେ। ପଞ୍ଚମ ଥର ପାଇଁ ମହାତ୍ମା ଗାନ୍ଧୀ 1934 ମସିହା ମଇ ମାସରେ ଓଡ଼ିଶା ଆସିଥିବା ବେଳେ ସେହି ବର୍ଷ ଜୁନ୍ ମାସରେ 6ଠ ଥର ପାଇଁ ଓଡ଼ିଶା ଆସିଥିଲେ। ଏ ଦୁଇଟିର ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଯାତ୍ରା ହରିଜନ ପଦଯାତ୍ରା ଓ ପ୍ରଚଣ୍ଡ ଧର୍ମଯାତ୍ରା ନାମରେ ସୁପରିଚିତ। ଅସ୍ପୃଶ୍ୟତା ନିବାରଣ ଓ ହରିଜନ ବା ଦଳିତ ବର୍ଗର ଉତ୍ଥାନ ଏବଂ ଏକ ସର୍ବଗ୍ରାହୀ ସଂସ୍କୃତିର ପ୍ରତିଷ୍ଠା ଏହାର ମୂଳ ଲକ୍ଷ୍ୟ ଥିଲା। ଏହି ଦୁଇଟି ଗସ୍ତ ସମୟରେ ଗାନ୍ଧିଜୀ ସମ୍ବଲପୁର, ବାମୁର, ଅନୁଗୋଳ, କଟକ, ପୁରୀ, ବାଲିଅନ୍ତା ଓ ବାଲେଶ୍ୱର ଆଦି ବିଭିନ୍ନ ଅଞ୍ଚଳକୁ ଯାଇଥିଲେ। ସପ୍ତମ ଥର ପାଇଁ ଗାନ୍ଧିଜୀ 1938 ମସିହା ମାର୍ଚ୍ଚ ମାସରେ ଡେଲାଙ୍ଗର ବେରବୋଇଠାରେ ଅନୁଷ୍ଠିତ ଗାନ୍ଧୀ ସେବା ସଂଘର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ। ଏହି ସମ୍ମିଳନୀରେ ତାଙ୍କ ସହିତ ଥିଲେ କସ୍ତୁରବା ଗାନ୍ଧୀ,
ରାଜେନ୍ଦ୍ର ପ୍ରସାଦ ପଟେଲ, ମୌଲାନା ଆବୁଲ କାଲାମ ଆଜାଦ, ଆଚାର୍ଯ୍ୟ କୃପାଳିନୀ, ମହାଦେବୀ ଦେଶାଇ, ଯମୁନାଲାଲ ବଜାଜ, ଠକ୍କର ବାପା, କାକା କାଳେଲେକର, ଦାଦା ଧର୍ମାଧକାରୀ ଓ ଆନ୍ନା ସହସ୍ରବୁଦ୍ଧେ। ଗାନ୍ଧିଜୀଙ୍କର ଅଷ୍ଟମ ତଥା ଶେଷ ଓଡ଼ିଶା ଗସ୍ତ ଥିଲା 1946 ମସିହାରେ। ସେଥର ସେ କଲିକତାରୁ ମାନ୍ଦ୍ରାଜ ଯିବା ସମୟରେ କଟକ ଓ ବ୍ରହ୍ମପୁର ଷ୍ଟେସନରେ କିଛି ସମୟ ପାଇଁ ଅଟକିଥିଲେ। ଏଠାରେ ସେ ଅହିଂସା ଉପରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଗାନ୍ଧିଜୀଙ୍କ ଓଡ଼ିଶାକୁ ଏହି 8 ଥର ଗସ୍ତ ସମୟ ଓଡ଼ିଶାବାସୀଙ୍କ ମନରେ ବେଶ୍ ପ୍ରଭାବ ପକାଇ ପାରିଥିଲା। ମଶାଣି, ନଈପଠା, ଆମ୍ବତୋଟା, ଟାଉନ୍ ହଲ୍, ଟ୍ରେନ୍ ଷ୍ଟେସନ, ଧର୍ମାନୁଷ୍ଠାନ ପରିସର, କାରଖାନା, ହତା, କୋଠି, ବଙ୍ଗଳା, କୁଷ୍ଠାଶ୍ରମ, ଦଳିତ ବସ୍ତି, ଗୋଚର ସ୍ଥାନ ଓ ପୋଖରୀ ହୁଡ଼ା ପରି ଅଞ୍ଚଳରେ ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକର ସଦୁପଯୋଗ କରାଯାଇଥିଲା। ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଓଡ଼ିଶାର ଅନେକ ଜନତା ଆନ୍ଦୋଳନରେ ମିଶିଥିଲେ। ଏଥିପାଇଁ ସେମାନଙ୍କୁ କାରାବରଣ ମଧ୍ୟ କରିବାକୁ ପଡ଼ିଥିଲା। ଲୋକମାନେ ରଚନାତ୍ମକ କାର୍ଯ୍ୟରେ ମନୋନିବେଶ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ପ୍ରତ୍ୟେକଟି ଥର ଓଡ଼ିଶା ଗସ୍ତ ଅବସରରେ ଭିନ୍ନ ଭିନ୍ନ ବାର୍ତ୍ତା ସେ ଦେଇଯାଇଛନ୍ତି। ଏହି 8 ଥର ଗସ୍ତ କାଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା 1934 ମସିହାର ହରିଜନ ପଦଯାତ୍ରା କାର୍ଯ୍ୟକ୍ରମ। ଗାନ୍ଧିଜୀଙ୍କ ଏହି ପଦଯାତ୍ରା 1934 ମସିହା ମଇ ମାସ 9 ତାରିଖ ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ଜୁନ୍ ମାସ 8 ତାରିଖ ଦିନ ଭଦ୍ରକଠାରେ ଉଦ୍ଯାପିତ ହୋଇଥିଲା। ପ୍ରଥମେ ସେ ଜାମସେଦପୁରରୁ ଆସି ମଇ ମାସ 5 ତାରିଖ ଦିନ ସମ୍ବଲପୁରଠାରେ ପହଞ୍ଚିଥିଲେ। ଗାନ୍ଧିଜୀଙ୍କ ଏହି ଯାତ୍ରା ତାଙ୍କ ପାଇଁ କେବଳ ଏକ ସାମାଜିକ ଆନ୍ଦୋଳନ ନଥିଲା, ବରଂ ଥିଲା ଏକ ଆଧ୍ୟାତ୍ମିକ ପ୍ରସଙ୍ଗ। ଏକତା ଓ ସାମ୍ୟର ପ୍ରତୀକ ଭାବରେ ସେ ପ୍ରଭୁ ଜଗନ୍ନାଥଙ୍କୁ ଗ୍ରହଣ କରିଥିଲେ। ହିନ୍ଦୁ ସମାଜରେ ପ୍ରଚଳିତ କୁସଂସ୍କାର, ଅନ୍ଧବିଶ୍ୱାସ, ଅସ୍ପୃଶ୍ୟତା ଦୂରୀକରଣ ତଥା ନିଶା ନିବାରଣ ଥିଲା ଗାନ୍ଧିଜୀଙ୍କ 1934 ମସିହା ଗସ୍ତ କାଳର ମୁଖ୍ୟ ଲକ୍ଷ୍ୟ। ତାଙ୍କ ସହିତ ଅନେକ ଗାନ୍ଧୀବାଦୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଠକ୍କର ବାପା ଓ କିଛି ଘନିଷ୍ଠ ସହଯୋଗୀଙ୍କ ସହିତ ମହାତ୍ମା ଗାନ୍ଧୀ ଜାମସେଦପୁରରୁ ଆସି 1934 ମସିହା ମଇ ମାସ 5 ତାରିଖ ଭୋର 4:30 ସମୟରେ ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିଥିଲେ। ସେଦିନ ସେ ଝାରସୁଗୁଡ଼ାରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତା ପରଦିନ ଅର୍ଥାତ୍ ମଇ ମାସ 5 ତାରିଖରେ ସେ କାର୍ ଯୋଗେ ସମ୍ବଲପୁର ଆସି ଡକ୍ଟର ରାମଚନ୍ଦ୍ର ମିଶ୍ରଙ୍କ ଫାଟକସ୍ଥିତ ବାସଭବନରେ ଅତିଥି ହୋଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜନାର୍ଦ୍ଦନ ସୁପକାରଙ୍କର ହରିଜନ ଛାତ୍ରାବାସ ଉଦ୍ଘାଟନ, 4ଟି ହରିଜନ ବସ୍ତି ପରିଦର୍ଶନ, ଡାକ୍ତର ଆଇଜାକ୍ ସାନ୍ତ୍ରାଙ୍କ ଦ୍ୱାରା ପ୍ରତିଷ୍ଠିତ କୁଷ୍ଠ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଗାନ୍ଧିଜୀ କହିଥିଲେ, ଅସ୍ପୃଶ୍ୟତାକୁ ତ୍ୟାଗ କର, ହରିଜନଙ୍କୁ ଘୃଣା କର ନାହିଁ, ସେମାନଙ୍କ ପାଖକୁ ଯାଇ ତାଙ୍କୁ ଆଦର କର, ସମାଜରେ ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଅ। ଏହି ସଭାସ୍ଥଳୀରୁ 535 ଟଙ୍କା ପାଣ୍ଠି ସଂଗ୍ରହ ହୋଇଥିଲା। 1934 ମସିହାର ଏହି ଗସ୍ତ ସମୟରେ ଗାନ୍ଧିଜୀ ଅନେକ ହରିଜନ ପରିବାରକୁ ଭେଟିଥିଲେ। ସେମାନେ ମଧ୍ୟ ତାଙ୍କ ଭାଷଣରେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ। ଲୋକମାନେ ତାଙ୍କୁ ହରିଜନଙ୍କ ତ୍ରାଣକର୍ତ୍ତା ବୋଲି ଭାବି ନେଇଥିଲେ। ତେବେ ଗାନ୍ଧିଜୀଙ୍କ ଦ୍ୱାରା ସମ୍ବଲପୁର ଜିଲ୍ଲା ଭତରା ଗାଁର ଅଭିମନ୍ୟୁ କୁମ୍ଭାର ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ। ସ୍ୱାଧୀନତାର ପରବର୍ତ୍ତୀ ସମୟରେ ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଗାନ୍ଧିଜୀଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଏହାର ବହୁ ବର୍ଷ ପରେ ସେ ନିଜ ଗାଁ ଭତରାରେ ଗଢ଼ିଦେଲେ ଏକ ଗାନ୍ଧୀ ମନ୍ଦିର। ମନ୍ଦିରରେ ସ୍ଥାପନ କରାଗଲା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି। ହରିଜନ ପୂଜାରୀ ଗାନ୍ଧୀଙ୍କ ଦୈନନ୍ଦିନ ପୂଜା ପାଇଁ ନିୟୋଜିତ ହେଲେ। ଅଦ୍ୟାବଧି ଭତରା ଗାନ୍ଧୀ ମନ୍ଦିରରେ ଗାନ୍ଧିଜୀ ପୂଜା ପାଇଁ ଆସୁଛନ୍ତି। ଏଠାରେ ପ୍ରତ୍ୟହ ତାଙ୍କ ନୀତି ଓ ଆଦର୍ଶ ଚର୍ଚ୍ଚା ହୋଇ ଆସୁଅଛି। 1934 ମସିହା ମଇ ମାସ 5 ତାରିଖରେ ସମ୍ବଲପୁର ଗସ୍ତ ସାରି ଗାନ୍ଧିଜୀ ଅପରାହ୍ନରେ ସଡ଼କ ପଥରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଏମିତି ଯିବା ଭିତରେ ଅପ୍ରତ୍ୟାଶିତ ଭାବରେ ତାଙ୍କୁ ଯେଉଁଠି ରାତ୍ରି ଯାପନ କରିବାକୁ ପଡ଼ିଥିଲା ସେ ସ୍ଥାନଟି ହେଉଛି ବାମୁର। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ଏହା ଏକ ପ୍ରମୁଖ ସ୍ଥାନ। କଟକ ସମ୍ବଲପୁର 42 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏ ସ୍ଥାନଟି ଅବସ୍ଥିତ ଥିଲା। ଗାନ୍ଧିଜୀଙ୍କ ଯାତ୍ରା କାଳରେ ଏଠାରେ ସନ୍ଧ୍ୟା ହୋଇଯିବାରୁ ଏଠାରେ ସେ ରହିବାକୁ ଉଚିତ ମଣିଥିଲେ, କାରଣ ଏ ଜାଗାରେ ଗୋଟେ ଡାକ ବଙ୍ଗଳା ଥିଲା। ସେତେବେଳର ବାମୁର ଡାକ ବଙ୍ଗଳା ଥିଲା ଚାଳ ଛପର ବିଶିଷ୍ଟ 2ଟି କୋଠରୀ ଓ ତତ୍ସଲଗ୍ନ ବାରଣ୍ଡା। ସେଦିନ ତାହା ପାଲଟି ଯାଇଥିଲା ଗାନ୍ଧିଜୀ ଓ ତାଙ୍କ ସହକର୍ମୀଙ୍କ ପାଇଁ ରାତ୍ରି ଯାପନ ସ୍ଥଳୀ। ଗାନ୍ଧୀଙ୍କୁ ପାଖରେ ପାଇ ଲୋକଙ୍କ ଖୁସି ତ କହିଲେ ନ ସରେ।
ତାଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ଚାଲିଲା। ମାତ୍ର ଗାନ୍ଧିଜୀ ପ୍ରତ୍ୟହ ରାତିରେ ଛେଳି ଦୁଧ ହିଁ ପାନ କରୁଥିଲେ। ଅଗତ୍ୟା ତାଙ୍କ ପାଇଁ ନିକଟସ୍ଥ ନାକ୍ଚି ଗ୍ରାମର ଗିରିଧାରୀ ମାଝୀଙ୍କ ଘରୁ ଛେଳି ଦୁଧ ଆଣିବାର ବନ୍ଦୋବସ୍ତ କରାଗଲା। ବାସ୍ ସେତିକିରେ ହିଁ ସେ ରାତ୍ରି ଭୋଜନ ଶେଷ କଲେ। ଗାନ୍ଧିଜୀ ବାମୁର ଆସିଛନ୍ତି, ଏ ସମ୍ବାଦ ରାତିକ ମଧ୍ୟରେ ରାଷ୍ଟ୍ର ହୋଇଗଲା। ଲୋକଙ୍କ ଦୃଷ୍ଟିରେ ସେ ସାଧାରଣ ପୁରୁଷ ନଥିଲେ, ସେ ଥିଲେ ଜଣେ ମହାପୁରୁଷ। ଏ ଅଞ୍ଚଳ ଲୋକମାନେ ତାଙ୍କ ନାଁ ଶୁଣିଥିଲେ ଓ କାମ ମଧ୍ୟ ଶୁଣିଥିଲେ, ମାତ୍ର ଅତି ନିକଟରୁ ତାଙ୍କୁ ଦେଖିବାର ସୁଯୋଗ ପାଇପାରି ନଥିଲେ। ଏଣୁ ଏମିତି ଏକ ବିରଳ ସୁଯୋଗକୁ କିଏ ଭଲା ହାତଛଡ଼ା କରିବାକୁ ଯିବ ଯେ? ତା ପରଦିନ ସକାଳ ହେଲା ବେଳକୁ ବାମୁର ଡାକବଙ୍ଗଳା ହୋଇଯାଇଥିଲା ଲୋକାରଣ୍ୟ। ସମବେତ ହଜାର ହଜାର ଲୋକଙ୍କ ଉଦ୍ଦେଶ୍ୟରେ ଗାନ୍ଧିଜୀ ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ ଓ କୃଷିର ଉପଯୋଗିତା ସମ୍ବନ୍ଧରେ ପ୍ରାୟ 15 ମିନିଟ୍ ଧରି ବକ୍ତବ୍ୟ ପ୍ରଦାନ କରିଥିଲେ। ସରଳ ହିନ୍ଦୀ ଭାଷାରେ ଗାନ୍ଧିଜୀ ଦେଇଥିବା ଭାଷଣକୁ ରାଜକୃଷ୍ଣ ବୋଷ ଓଡ଼ିଆ ଭାଷାରେ ଅନୁବାଦ କରି ଲୋକମାନଙ୍କୁ ଶୁଣାଇଥିଲେ। ନିଶା ନିବାରଣ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଗାନ୍ଧିଜୀ କହିଥିଲେ, ଶରାବ ପିନେ ବାଲେ ଆଦମୀ ହାତ ଉଠାଏ। ଏକଥା ଶୁଣି ଯେଉଁମାନେ ପ୍ରକୃତରେ ମାଦକ ଦ୍ରବ୍ୟ ସେବନ କରୁଥିଲେ ସେମାନଙ୍କ ହାତ ଆପଣା ଛାଏଁ ଉପରକୁ ଉଠି ଯାଇଥିଲା। କାହିଁକି ନା ଏତେ ବଡ଼ ମହାପୁରୁଷଙ୍କ ଆଗରେ ମିଛ କହିବାର ଦୁଃସାହସ ସେମାନଙ୍କ ପାଖରେ ନଥିଲା। ସତ୍ୟକୁ ସାମ୍ନା କରିଥିବା ନିକଟସ୍ଥ ଜୟରାଟ ଗ୍ରାମର ବରଜୁ ସାହୁ, ଧୌରାପାଲି ଗ୍ରାମର ପେଣ୍ଠରଣା, ମିଲୁ ବାରିକ ଏବଂ ଅନନ୍ତଚରଣ ବିଶ୍ୱାଳ ଆଜି ଆମର ଆଦର୍ଶ। ଏମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଶା ସେବନ କରୁଥିବା ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଏଥିରୁ ବିରତ ରହିବା ପାଇଁ ସେଠାରେ ନିୟମ କରିଥିଲେ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟରେ ପରିଣତ କରି ଦେଖାଇ ଦେଇଥିଲେ ମଧ୍ୟ। ସେତେବେଳକୁ ଗ୍ରୀଷ୍ମ ଋତୁ, ଆମ୍ବ ଗଛରେ ଆମ୍ବ ପାଚିଥାଏ। ନିକଟସ୍ଥ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ବାଡ଼ିର ସ୍ୱାଦିଷ୍ଟ ଆମ୍ବର ଝୁଡ଼ିଏ ନେଇ ଗାନ୍ଧିଜୀଙ୍କୁ ଉପହାର ଦେଲା। ଗାନ୍ଧିଜୀ ସେଥିରୁ ପାଚିଲା ଆମ୍ବଟିଏ ଉଠାଇ ଖାଇଲେ। ଆମ୍ବଟି ତାଙ୍କୁ ଆତ୍ମସନ୍ତୋଷ ଆଣିଦେଲା। ସେ ଆମ୍ବଟିକୁ ଖାଇସାରି ଟାକୁଆଟିକୁ ଫୋପାଡ଼ିଲେ ନାହିଁ। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିକୁ ଟାକୁଆଟିକୁ ଦେଇ ତାକୁ ବାଡ଼ିରେ ପୋତିଦେବା ପାଇଁ ପରାମର୍ଶ ଦେଲେ। ଗାନ୍ଧିଜୀଙ୍କ ହାତରୁ ଆମ୍ବ ଟାକୁଆ ପାଇଥିବା ସେ ଭାଗ୍ୟବାନ ବ୍ୟକ୍ତି ଜଣକ ହେଉଛନ୍ତି ନିକଟସ୍ଥ କଳାବେଡ଼ା ଗାଁର ମକରଧ୍ୱଜ ଦେଓ। ସେ ଆଗ୍ରହ ସହିତ ଟାକୁଆଟିକୁ ନେଇ ନିଜ ବାଡ଼ିରେ ପୋତିଲେ ଓ ତାର ଯତ୍ନ ନେଲେ। ସେହି ଟାକୁଆ ପରବର୍ତ୍ତୀ ସମୟରେ ବିଶାଳ ଗଛଟିଏ ହୋଇ ଦଣ୍ଡାୟମାନ ହୋଇପାରିଥିଲା ଗାନ୍ଧିଜୀଙ୍କ ସ୍ମୃତିକୁ ଉଜ୍ଜୀବିତ କରି। 1934 ମସିହା ମଇ ମାସ 6 ତାରିଖ ଗାନ୍ଧିଜୀ ଏଥର ଅନୁଗୁଳ ଅଭିମୁଖେ ଆରମ୍ଭ କଲେ ଯାତ୍ରା। ଗାନ୍ଧିଜୀଙ୍କ ଏହି ଯାତ୍ରା କାଳରେ ତାଙ୍କର ରହଣି ବ୍ୟବସ୍ଥା ଦାୟିତ୍ୱ ଗିରିଜାଭୂଷଣ ଦତ୍ତଙ୍କ ଉପରେ ନ୍ୟସ୍ତ ଥିଲା। ତେବେ ଗାନ୍ଧିଜୀଙ୍କ ଇଚ୍ଛା ମୁତାବକ ଅନୁଗୁଳର ଠିକାଦାର ଦେବେନ ଦତ୍ତଙ୍କ କମଳା ଫାର୍ମ ସ୍ଥିତ ବାସଭବନରେ ଗୋଟିଏ ଦିନ ରହିବା ପାଇଁ ସ୍ଥିରୀକୃତ ହୋଇଥିଲା। ହେଲେ ସେ ସମୟରେ ଅନୁଗୁଳର ଡେପୁଟି କମିଶନର ଥିବା A.F. ସଟିଂ ଏଥିପାଇଁ ଅନୁମତି ଦେଇନଥିଲେ। ସମ୍ଭବତଃ ଗାନ୍ଧିଜୀଙ୍କ ପାଇଁ ଲୋକ ସମାବେଶକୁ ଭଣ୍ଡୁର କରିବା ପାଇଁ ସେ ଯୋଜନା କରିଥିଲେ। ଗାନ୍ଧିଜୀ ମଧ୍ୟ ଏହାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ସହର ମଧ୍ୟରେ ପ୍ରବେଶ କଲେ ନାହିଁ। ରାଣୀଗୁଡ଼ା ଗାଁରେ ରହୁଥିବା ଗିରିଜାଭୂଷଣ ଦତ୍ତଙ୍କ ଘରେ ଅତିଥି ହୋଇଥିଲେ। ଏହାପରେ ସେ ନିକଟସ୍ଥ ଆମ୍ବ ତୋଟାରେ ଏକ ମଞ୍ଚରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ। ବ୍ରିଟିଶ ସରକାରଙ୍କ ଆଦେଶକୁ ଭୂକ୍ଷେପ ନ କରି ଗାନ୍ଧିଜୀଙ୍କ ସଭାରେ ଅନ୍ୟୁନ 15,000 ଲୋକ ଯୋଗଦାନ କରିଥିଲେ। ଗରିବ ଲୋକମାନେ ଶ୍ରଦ୍ଧାର ସହିତ ଗାନ୍ଧିଜୀଙ୍କୁ ଉପହାର ଭାବରେ ତମ୍ବା ପାଇସମାନ ପ୍ରଦାନ କରିଥିଲେ। ଗାନ୍ଧିଜୀଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଡେପୁଟି କମିଶନରଙ୍କ ଉଦ୍ୟମ ପଣ୍ଡ ହୋଇଯାଇଥିଲା। ଏହାପରେ ଗାନ୍ଧିଜୀ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଶାକୁ ଗାନ୍ଧିଜୀଙ୍କ ଆଗମନ ପୃଷ୍ଠଭୂମିରେ ରହିଥିଲା ଅନ୍ୟ ରାଜ୍ୟରେ ତାଙ୍କ ପଦଯାତ୍ରାର ଅନୁଭୂତି ଓ ଉପଲବ୍ଧି। ତାଙ୍କର ପ୍ରତ୍ୟେକଟି ଥରର ଓଡ଼ିଶା ଆଗମନ ନୂଆ ନୂଆ ପାଖୁଡ଼ା ଉନ୍ମୋଚନ କରୁଥିଲା। ଦେଶର ସ୍ୱାଧୀନତା ସାଙ୍ଗକୁ ଲୋକଙ୍କ ମୁକ୍ତି କଥା କହୁଥିବା ଓ ଦେବତା ଭଳି ଲାଗୁଥିବା ମହାତ୍ମା ଗାନ୍ଧୀ ଯେ ଜଣେ ରକ୍ତମାଂସର ମଣିଷ, ଏସବୁ ଓଡ଼ିଶା ଆଖିରେ ଦେଖିଲା ଓ ଅନ୍ତରାତ୍ମାର ଦୃଷ୍ଟିଦର୍ଶନରେ ସ୍ଥାନ ଦେଲା। ତାଙ୍କର ପ୍ରତ୍ୟେକଟି ବାର୍ତ୍ତା ଓଡ଼ିଆଙ୍କୁ କରିଦେଇଥିଲା ମନ୍ତ୍ରମୁଗ୍ଧ। ଶୁଣିଲେ ତ ପିଲାମାନେ, ମହାତ୍ମା ଗାନ୍ଧୀ ସିନା ଚାଲିଗଲେ, ହେଲେ ତାଙ୍କ ଦେଖାଇଥିବା ପଥ ସମସ୍ତଙ୍କ ପାଇଁ ପ୍ରେରଣା ସାଜୁ। କର ବା ମର, ତାଙ୍କରି କଥା। ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ତମେ ସମସ୍ତେ ଠିକ୍ ପଥ ବାଛ। କାହାରିକୁ ଯେପରି କଥାରେ କଷ୍ଟ ନ ଦିଅ, ହିଂସା ପଥରେ ନ ଯାଅ। ଏହି ବୀର ମହାପୁରୁଷ ନିଜ ଜୀବନକୁ ଯେପରି ଦେଶ କଲ୍ୟାଣ ଦିଗରେ ସମର୍ପଣ କରିଥିଲେ, ସେହିପରି
ତମେମାନେ ସମାଜର ମଙ୍ଗଳ କର, ଉତ୍ତମ ନାଗରିକଟିଏ ହୁଅ।